କିଛି ପୁଅମାନେ ଅଛନ୍ତି ଦେଖିବେ ଆଜ୍ଞା, ବାହା ହେବା ପାଇଁ ତାଙ୍କର ଭାରି ହଙ୍କ ହଙ୍କ। ଯେତେବେଳେ ବାହାଘର ସମୟ ଆସିଯିବ, ଘରୁ ପୁଣି ଆସିଯିବ ଯେ ତୋ ପାଇଁ ଝିଅ ଦେଖା ଚାଲିଛି ବୋଲି, ତାଙ୍କୁ ଦେଖିବେ ଭାଇ, ତାଙ୍କର ମନ ପ୍ରାଣ କୁଆଡ଼େ ଉଡ଼ି ବୁଲୁଥିବ। ସେତେବେଳେ ତୁମେ ଯାହା କହିବ ସେ ସେୟା କରିଦେବେ। ସେଇ ଭାଇମାନଙ୍କୁ ମୁଁ କହିବି, ଯେଉଁ ଭାଇମାନେ ବାହାରେ ରହୁଛନ୍ତି, ସପୋଜ ତୁମେ ଘରକୁ ଯାଇଛ, ତୁମର ବାହାଘର ହେଇଯାଇଛି, ତୁମେ ବଜାରକୁ ଯାଇଛ, ହଠାତ୍ ଆସି ପହଞ୍ଚି ଦେଖିଲା ବେଳକୁ ତୁମ ସ୍ତ୍ରୀ ଆଉ ତୁମ ବୋଉ ଝଗଡ଼ା ଲାଗୁଛନ୍ତି, ସେତେବେଳେ ତୁମେ କ'ଣ କରିବ ମୋତେ କୁହ? ସେତେବେଳେ ତ ତୁମେ ମାଆକୁ କହିପାରିବନି, କି ସେତେବେଳେ ତୁମ ସ୍ତ୍ରୀ କି କହିପାରିବ ନାହିଁ। ଯଦି ବା ଯାଇ ତୁମ ମାଆକୁ କହିଲ, ତୁମ ମାଆ କ'ଣ କହିବେ ଜାଣିଛ? ତ ମାଆ କହିବୁନି, ତୁ ଆଉ କାହାକୁ କହିବୁ? ପାଳିପୋଷି ଏତେ ବଡ଼ କରିଥିଲି, ମୁଁ ଏଇ କଥା ଶୁଣିବିନି ତ ଆଉ କେଉଁ କଥା ଶୁଣିବି? ଯଦି ବା ଯାଇ ତୁମ ସ୍ତ୍ରୀ କି କିଛି କଥା କହିଲ, ପରଘର ଝିଅ ମୋତେ ପର ବୋଲି ଭାବିବ ତ ଆଉ କାହାକୁ ଭାବିବ? ସବୁ ଦୋଷ ଆଉ କାହାର ଥିଲେ ବି ସବୁ ଦୋଷ ମୋର ଦେବ। ଯେତେବେଳେ ଏଇସବୁ କଥା ଶୁଣେ ଗୋଟେ ପୁଅ, ସେତେବେଳେ ତାର ସିଚୁଏସନ୍ କ'ଣ ହେବ? ତେଣୁକରି ଆଜ୍ଞା, ଯଦି ଆପଣ ବ୍ୟାଚଲର ଅଛନ୍ତି, ବ୍ୟାଚଲର ଜୀବନଟାକୁ ଏନ୍ଜୟ କରିବାକୁ ଶିଖ। ପରକୁ ଦେଖି ସେ ବାହା ହେଇସାରିଲାଣି, ତା ଜୀବନ ବହୁତ ସୁଖ ହେବେ, କିଛି ସୁଖ ନୁହେଁ ଆଜ୍ଞା। ଯଦି ବ୍ୟାଚଲର ସମୟରେ ପାଠ ପଢ଼ୁଛ, ମନ ଦେଇ ପାଠ ପଢ଼, ନିଜ କ୍ୟାରିୟର ବନାଅ। ଯଦି ବାହାରେ କାମ କରୁଛ, ନିଜ ଫ୍ୟୁଚରକୁ ଚିନ୍ତା କରି କିଛି ପଇସା ସେଭ୍ ରଖ, ତାପରେ ବାହାଘର କଥା ଚିନ୍ତା କରିବ। ତେଣୁକରି ଆଜ୍ଞା, ବ୍ୟାଚଲର ସମୟରେ ବାହା ହେବା ପାଇଁ ହଙ୍କ ହଙ୍କ ହୁଅ ନାହିଁ। ଭିଡ଼ିଓଟି କିଛି ବୁଝିପାରୁଥିଲେ ଭାଇକୁ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେ ନାହିଁ, ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଭିଡ଼ିଓଟି ଭଲ ଲାଗୁଥିଲେ ସମସ୍ତଙ୍କୁ ସେୟାର କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।